ନମସ୍କାର ଦର୍ଶକ ବନ୍ଧୁ, ଶୁଭ ସକାଳ। ଆଜି ହେଉଛି 9 ଅକ୍ଟୋବର ବୁଧବାର। ଆଜି ରହିଛି ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର। ତେବେ ଖବରଟି ଦେଖିବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଆପଣଙ୍କୁ ଜିଲ୍ଲାକୁ ଭଲ ପାଉଥିଲେ ନିଶ୍ଚିନ୍ତ ଜିଲ୍ଲାର ନାଁ କମେଣ୍ଟ କରିବା ସହିତ ଭିଡ଼ିଓକୁ ଲାଇକ୍ କରିଦେବେ ଆଉ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ, ଯାହା ଫଳରେ ଆପଣଙ୍କ ଜିଲ୍ଲାର ଖବର ମଧ୍ୟ ଦେଖିପାରିବେ। ଚାଲନ୍ତୁ ଖବର ଉପରେ ନଜର ପକାଇବା। ଦୁର୍ଗା ପୂଜାରେ ସରକାରଙ୍କର ବଡ଼ ଭେଟି, ବଢ଼ିବ ମହଙ୍ଗା ଭତ୍ତା। ତେବେ କେନ୍ଦ୍ରରେ 1 କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନ ଉପଭୋଗୀଙ୍କ ପାଇଁ ଖୁସି ଖବର। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା। ଲକ୍ଷ ଲକ୍ଷ କର୍ମଚାରୀ ଅପେକ୍ଷା ଶେଷ ହେବାକୁ ଯାଉଛି। ଆଉ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ସରକାରୀ କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ପାଇଁ ଏବେ ଅକ୍ଟୋବର ପହିଲା ଠାରୁ ଆରମ୍ଭ ହୋଇଯାଇଛି ଏକ ବଡ଼ ଉପହାର। ଦଶହରା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ମୋଦି ସରକାର। ତେବେ କୁହାଯାଉଛି ଯେ ଏବେ ପୂର୍ବରୁ 50% ମହଙ୍ଗା ଭତ୍ତା ପାଉଥିଲେ, ଆଉ ଏବେ ବଢ଼ାଯାଇଛି। ତା ସହିତ ମଧ୍ୟ ତାଙ୍କର ଦରମା ମଧ୍ୟ ବଢ଼ାଯାଇଛି। 7 ପେ କମିଶନ ପରେ 8 ପେ କମିଶନ ଲାଗୁ ହେବ ବୋଲି କୁହାଯାଉଛି। ତେବେ 34% ଦରମା ବଢ଼ାଇବା ସହିତ ଭତ୍ତା ଟଙ୍କା ମଧ୍ୟ ବଢ଼ାଯାଇଛି। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ତେବେ ଆଜି ଦିନ 12ଟା ପୂର୍ବରୁ 35 ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ଆଉ ମହିଳାଙ୍କ ମୁହଁରେ ମଧ୍ୟ ଖୁସି ଫେରିବ। ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ଘୋଷଣା କରିଛନ୍ତି। ଆଜି ଦିନ 12ଟା ପୂର୍ବରୁ ସମସ୍ତଙ୍କୁ ମିଳିଯିବ ଟଙ୍କା। ଚାରୋଟି ଫେଜ୍ରେ ଟଙ୍କା ମିଳୁଛି। ପ୍ରଥମ ଫେଜ୍ରେ 25 ଲକ୍ଷ, ସେକେଣ୍ଡ ଫେଜ୍ରେ 35 ଲକ୍ଷ, ଆଉ ବାକି ଯେତିକି ରହିଲେ ଥାର୍ଡ ଏବଂ ଫୋର୍ଥ ଫେଜ୍ରେ ମିଳିଯିବ ବୋଲି କୁହାଯାଉଛି। ମାର୍ଚ୍ଚ 18 ପୂର୍ବରୁ ସମସ୍ତଙ୍କୁ ଟଙ୍କା ମିଳିଯିବ। ଆଉ ଶେଷରେ 1 କୋଟି ଯିଏ ପହଞ୍ଚିବେ ତାଙ୍କୁ ମଧ୍ୟ ପୁରସ୍କାର ଦେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ 1 ଟଙ୍କା କାହା ଆକାଉଣ୍ଟକୁ ଆସିଛି କି ନାହିଁ ସେ ନେଇ ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ତେବେ ଆଜି ଯଦି ଆପଣଙ୍କର ଆକାଉଣ୍ଟକୁ ଟଙ୍କା ଆସିନାହିଁ, ନିଶ୍ଚିନ୍ତ ଆପଣଙ୍କ ଜିଲ୍ଲା ସହିତ ଗୋଟିଏ କମେଣ୍ଟ କରିଦେବେ। ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ତେବେ ଆଉ ଗୋଟେ ବଡ଼ ଖବର, ରାଜ୍ୟ କୃଷି ବିଭାଗ ପକ୍ଷରୁ ସୂଚନା। ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ମାଗଣାରେ ହେବ ପିଏମ୍ କିଷାନ ଇ-କେୱାଇସି। ତେବେ ଏବେ ବଡ଼ ଖବର ଆସିଛି ପିଏମ୍ କିଷାନ ଯୋଜନାକୁ ନେଇ। ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ହିତାଧିକାରୀମାନେ ପିଏମ୍ କିଷାନ ଯୋଜନାର ଇ-କେୱାଇସି କରିପାରିବେ। ଜନସେବା କେନ୍ଦ୍ରରେ ଯାଇ ନିଜ ସୁବିଧା କରିପାରିବେ। ଆଉ ରାଜ୍ୟ ବହୁ ଚାଷୀ ଭଉଣୀମାନେ ପିଏମ୍ କିଷାନ ଯୋଜନାରେ ପଞ୍ଜୀକୃତ ହୋଇଥିବା ବେଳେ ସେମାନେ ନିଜର ଜମି ଜମା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଦାଖଲ କରିନାହାନ୍ତି। ସେହିପରି କିଛି ଚାଷୀ ଇ-କେୱାଇସି କରିନାହାନ୍ତି, ଯାହାଫଳରେ ତାଙ୍କୁ ଟଙ୍କା ଆସିନାହିଁ। ତୁରନ୍ତ ଇ-କେୱାଇସି ଯାଇ କରିଦିଅନ୍ତୁ ଆଉ ମାଗଣାରେ କରିବେ। ଜନସେବା କେନ୍ଦ୍ର ଆପଣଙ୍କୁ ଟଙ୍କାଟିଏ ନେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ତେଣୁ ଆପଣମାନେ ତୁରନ୍ତ ଯାଇ କରନ୍ତୁ, ଯାହାଫଳରେ 18ତମ କିସ୍ତି ପୁଣି ଆପଣଙ୍କ ଆକାଉଣ୍ଟକୁ ଆସିବ। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ତେବେ ରାସନ କାର୍ଡକୁ ନେଇକି ବଡ଼ ଘୋଷଣା। ରାସନ କାର୍ଡରେ ମିଳିବ 9ଟି ଜିନିଷ। ଦେଶରେ 80 କୋଟି ହିତାଧିକାରୀ ପାଇବେ ଏହାର ଲାଭ। ତେବେ ସରକାର ବିରାଟ ବଡ଼ ଘୋଷଣା କରୁଛନ୍ତି। ବାରମ୍ବାର ଘୋଷଣା କରୁଛନ୍ତି ଯେ ଇ-କେୱାଇସି କରିବା ପାଇଁ। ଆଉ ଇ-କେୱାଇସି ଏପର୍ଯ୍ୟନ୍ତ 1.5 କୋଟି ଲୋକଙ୍କର ବାକି ଅଛି। ସରକାର ମଧ୍ୟ ଏବେ ଲାଗିଛନ୍ତି ଏପଟେ ସୁଭଦ୍ରା ଯୋଜନା ଟଙ୍କା ପାଇଁ, ଆଉ ସେପଟେ ଅନ୍ୟ ରାଜ୍ୟରେ ରାସନ କାର୍ଡ ସହିତ 9ଟି ଜିନିଷ ମିଳିବା ପାଇଁ ଯାଉଛି, ଯାହାଫଳରେ ଗରିବ ଏବଂ ଅଭାବୀ ଲୋକମାନେ ଏବେ ଖୁସି ହୋଇଯିବେ। ତେବେ କେନ୍ଦ୍ର ସରକାର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରାସନ କାର୍ଡ ଦେଇଛନ୍ତି। ଆଉ ରାସନ କାର୍ଡ ଥିଲେ ଲୋକଙ୍କର ସବୁ ପ୍ରକାର ସୁବିଧା ପାଇବେ। ତେବେ ରାସନ କାର୍ଡରେ ଏବେ 9ଟି ନୂଆ ପ୍ରକାର ଜିନିଷ ମିଳିବା ପାଇଁ ଯାଉଛି, ଯାହା ଗରିବ ହିତାଧିକାରୀ ମାନେ ବହୁତ ଖୁସି ହେବେ ବୋଲି ସରକାର ମଧ୍ୟ କହିଛନ୍ତି। ତେବେ ଏହି 9ଟି ଜିନିଷ ହେଲା ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା। ତେଣୁ ଲୋକଙ୍କୁ ସ୍ୱାସ୍ଥ୍ୟ ସୁଧାରିବା ପାଇଁ ଏହି ସବୁ ଜିନିଷ ଦିଆଯିବ ସରକାରଙ୍କ ତରଫରୁ। ଏହା ଫଳରେ 90 କୋଟି ଲୋକେ ଏହାର ଫାଇଦା ପାଇପାରିବେ। ଲୋକଙ୍କୁ ଖାଦ୍ୟରେ ପୁଷ୍ଟିକର ସ୍ତର ବୃଦ୍ଧି କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି। ତେବେ ଆଉ ଗୋଟେ ବଡ଼ ଖବର, ସବୁ ମାସରେ ଶ୍ରମିକଙ୍କୁ ମିଳିବ 3,000 ଟଙ୍କା। ସରକାରଙ୍କର ଏହି ଖାସ ଯୋଜନା ଦେଶର କୋଟି କୋଟି ଲୋକ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଯୋଜନା ଚାଲିଛି। ଆଉ ଦେଶର ଲୋକମାନେ ଅନେକ ସରକାରୀ ଯୋଜନାରୁ ବର୍ତ୍ତମାନ ଲାଭ ପାଉଛନ୍ତି ମଧ୍ୟ। ତେବେ ସରକାରୀ ଯୋଜନାରେ ଗରିବ ଲୋକ ଉପକୃତ ହେବେ କିଭଳି ସେ ନେଇ ମଧ୍ୟ ଯୋଜନା ଉପରେ ଯୋଜନା କରୁଛନ୍ତି ସରକାର। ତେବେ ଏହିପରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଏକ ଯୋଜନା ଚଳାଇଛନ୍ତି। ତେବେ କୁହାଯାଉଛି ଯେ ଶ୍ରମିକମାନଙ୍କୁ ପ୍ରତି ମାସରେ 3,000 ଟଙ୍କାର ପେନସନ ଦିଆଯିବା ପାଇଁ ଏକ ଘୋଷଣା କରିଛନ୍ତି। 60 ବର୍ଷ ପରେ ପ୍ରତି ମାସରେ
3000 ଟଙ୍କା ପେନସନ ପାଇବେ। ଏହି ଯୋଜନାରେ ଯୋଗ ଦେଉଥିବା ଶ୍ରମିକ ମାନଙ୍କର ବୟସ 18 ରୁ 40 ବର୍ଷ ମଧ୍ୟରେ ଥିବା ଦରକାର, ଯାହାଦ୍ୱାରା ସେମାନେ ଅତି କମରେ 20 ବର୍ଷ ପରେ ଏହି ଯୋଜନାରେ ଯୋଗ ଦେଇପାରିବେ। ତେବେ 60 ବର୍ଷ ପରେ ସରକାରୀ ପେନସନ ଯୋଜନାରେ ପ୍ରତି ମାସରେ 3000 ଟଙ୍କା ପାଇପାରିବେ ବୋଲି କୁହାଯାଉଛି। ପ୍ରିମିୟମ ରାଶି ସମାନ ଭାବରେ କମ ଦେବାକୁ ପଡ଼ିବ ବୋଲି କୁହାଯାଉଛି। ତେବେ ଏହା ଜାଣିବା ପାଇଁ ହେଲେ ଆପଣ ନିକଟସ୍ଥ ଜନସେବା କେନ୍ଦ୍ର ଯାଇ ପଚାରି ପାରିବେ। କେଦାରନାଥ ଧାମ ନଭେମ୍ବର 3 ରୁ ବନ୍ଦ ହୋଇଯିବ। ତେବେ କୁହାଯାଉଛି ଯେ ନଭେମ୍ବର 3ରେ ସକାଳ 8:30ରେ ଶୀତ ଋତୁ ପାଇଁ କେଦାରନାଥ ମନ୍ଦିରର ଦ୍ୱାର ବନ୍ଦ ହେବ। ଏନେଇ କର୍ତ୍ତୃପକ୍ଷ ଏକ ସୂଚନା ଦେଇଛନ୍ତି। ପରମ୍ପରା ଅନୁଯାୟୀ ନଭେମ୍ବର 3 ତାରିଖରେ ଭାଇ ଦୂଜ ଅବସରରେ ଶୀତ ଋତୁ ପାଇଁ କେଦାରନାଥ ମନ୍ଦିର ଦ୍ୱାର ବନ୍ଦ ରହିବ। ନଭେମ୍ବର 3 ତାରିଖ ସକାଳ 8ଟାରେ କବାଟ ବନ୍ଦ ହେବ ବୋଲି ମୁଖ୍ୟ କମିଟି ମୁଖପାତ୍ର କହିଛନ୍ତି। ତେବେ ଏହି ତୀର୍ଥ କ୍ଷେତ୍ରରେ ବରଫାବୃତ ହୋଇ ରହିଥିବାରୁ ରାସ୍ତାଘାଟ ବନ୍ଦ ହୋଇଯାଏ। ବରଫରେ ଆଉ ରାସ୍ତାଘାଟ ସବୁଆଡେ ବନ୍ଦ ହୋଇଯାଇଥାଏ। ମନ୍ଦିର ଉପରେ ମଧ୍ୟ ବରଫାବୃତ ହୋଇଯାଇଥାଏ, ଯାହାଫଳରେ ଲୋକେ ଯିବା ଆସିବା ଅସମ୍ଭବ ହୋଇଥାଏ। ଆଉ ରାସ୍ତା ସଫା କରାଯିବା ପରେ ମନ୍ଦିରକୁ ରାସ୍ତା ଫିଟିଥାଏ। ତେଣୁ ଏଭଳି ଚାଲିଥାଏ ଶୀତ ଋତୁ କାଳ ଯାକ। ସେଥିପାଇଁ ଶୀତ ଋତୁରେ ଏହି ମନ୍ଦିର ବନ୍ଦ ରୁହେ। ଆଉ ଗୋଟେ ବଡ ଖବର, ଦୁର୍ଗା ପୂଜା ଅକ୍ଟୋବର 9 ରୁ 13 ତାରିଖ ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ଟ୍ରାଫିକ କଟକଣା। ତେବେ ଦୁର୍ଗା ପୂଜା ଆସୁଛି, ଏ ନେଇ ଲୋକ ମଧ୍ୟ ଭିଡ଼ ଜମିବ। 9 ରୁ 13 ତାରିଖ ପର୍ଯ୍ୟନ୍ତ ନଗରୀ ଟ୍ରାଫିକରେ କଟକଣା। କଟକରେ ମଧ୍ୟ ଅପରାହ୍ନ 4ଟାରୁ ଏବେ ଦିନ 1ଟା ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ଭୁବନେଶ୍ୱରରେ ଅପରାହ୍ନ 4ଟାରୁ ରାତି 2ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। 14 ତାରିଖରୁ କଟକରେ ଭସାଣି ପାଇଁ ଟ୍ରାଫିକ କଟକଣା ରହିବ। ଆଉ ସକାଳ 7:15 ଭସାଣି ଶେଷ ହେବ ବୋଲି କୁହାଯାଉଛି। ଏନେଇ କମିଶନରେଟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ କୁହାଯାଉଛି ଯେ ଏଥର ଭସାଣିରେ ଡିଜେ ବାଜିବ ନାହିଁ, ଗାମୁଛା ଧରି ନାଚିବେ ନାହିଁ, ନିଶାମୁକ୍ତ ହେବ ଅଞ୍ଚଳ। ଆଉ ଯେକୌଣସି ଲୋକ ଧରାପଡିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି। ତେବେ ମୁଖ୍ୟମନ୍ତ୍ରୀଙ୍କର ବଡ ଘୋଷଣା, 284 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ। ତେବେ କୁହାଯାଉଛି ଯେ ଚାକିରି ନାହିଁ ବୋଲି ଲୋକେ କିଛି କହୁଛନ୍ତି। ଆଉ ଭୁବନେଶ୍ୱର ଲୋକସଭା ଭବନରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ବାଣ୍ଟିବେ। ନିଯୁକ୍ତି ପତ୍ର ପାଇଥିବା ପ୍ରାର୍ଥୀ ଶକ୍ତି ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ ଓଡ଼ିଶା ଖଣି ନିଗମର ମନୋନୀତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 19,009 ଜଣ କନିଷ୍ଠ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରିଥିଲେ। ଆଉ ଏବେ ପୁଣି ନିଯୁକ୍ତି ପ୍ରଦାନ କରାଯିବ। 284 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦିଆଯିବ ବୋଲି କୁହାଯାଉଛି। ତେବେ 2 ଲକ୍ଷ ପର୍ଯ୍ୟନ୍ତ ନେଇଥିବା ଋଣ ଆଉ ପରିଶୋଧ କରିବେନି ଚାଷୀ, ସରକାରଙ୍କର ବଡ ଘୋଷଣା। କିଛି ଦିନ ପୂର୍ବରୁ ଏସଏଚଜି ମହିଳାଙ୍କର ସୁଧ ଛଡା ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏସଏଚଜି ମହିଳା ଯେତିକି ଗ୍ରୁପ ଲୋନ ନେଇଥିଲେ, ମୂଳ ଯେତିକି ନେଇଛନ୍ତି ସେତିକି ସୁଝିବେ। ଆଉ ସୁଧ ମୁକ୍ତ ହୋଇଥିଲା। 200 କୋଟି ଟଙ୍କାର ସୁଧ ଛାଡି ଦେଇଥିଲେ ମୁଖ୍ୟମନ୍ତ୍ରୀ। ତେବେ ଆଉ ଗୋଟେ ଏବେ ଆସୁଛି ଚାଷୀ ମାନଙ୍କ ପାଇଁ ବଡ ଖବର। ଯଦି କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ଋଣ ନେଇଛନ୍ତି ଚାଷୀ, ତାଙ୍କ ପାଇଁ ସବୁଠାରୁ ବଡ ଖବର। ଯେଉଁ କୃଷକମାନେ କିଷାନ କ୍ରେଡିଟ କାର୍ଡରେ ଋଣ ନେଇ ପରିଶୋଧ କରିନାହାନ୍ତି, ସେମାନେ ସୁଧ ଦେଇପାରିନାହାନ୍ତି, ସେମାନଙ୍କ ପାଇଁ ଏହି ଯୋଜନା। ତେବେ କୁହାଯାଉଛି ଯେ କୃଷକ ଉପରେ ଲଦିଥିବା ବୋଝ ଏହାରି ମାଧ୍ୟମରେ କମିବ, ସେମାନେ ମଧ୍ୟ ଉପକୃତ ହେବେ। ତେବେ ଏହି ଯୋଜନାରେ ବର୍ତ୍ତମାନ ସେ ବିଚାର କରାଯାଉଛି ଯେ ତାଙ୍କର ଋଣ ପରିଶୋଧ ଆଉ କରିବା ପାଇଁ ପଡିବ ନାହିଁ। ତେବେ କୁହାଯାଉଛି ପ୍ରଥମରୁ ଝାଡଖଣ୍ଡ କୃଷକମାନଙ୍କୁ ମାଫ କରାଯାଇଥିଲା। ଆଉ ଏହାର ପରିମାଣ ପ୍ରଥମେ 50,000 ଥିଲା, ମାତ୍ର ସେଠାରେ ଏହାକୁ 2 ଲକ୍ଷ କରାଯାଇଛି। ଆଉ ଏବେ 4,73,000 କୃଷକ ଏଥିରେ ଉପକୃତ ମଧ୍ୟ ହୋଇଛନ୍ତି, ଯାହାର ଋଣ ମଧ୍ୟ ମାଫ କରାଯାଇଛି। ତେଣୁ ଇଏ ଥିଲା ସବୁଠାରୁ ବଡ ଖବର। ତେବେ ଏଇଭଳିଆ ଦେଶ ବିଦେଶର ଖବର ଦେଖିବା ପାଇଁ ହେଲେ ଆମର ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ, ଯାହାଫଳରେ ସକାଳ 5ଟାରେ ଆଉ ସନ୍ଧ୍ୟା 5ଟାରେ ଆମର ଏଇ ଚ୍ୟାନେଲ ମାଧ୍ୟମରେ ଆପଣମାନେ ପ୍ରଥମେ ବଡ ବଡ ଖବର ଦେଖିପାରିବେ। ଜୟ ଜଗନ୍ନାଥ।